ଆମର এই ଆଦ୍ୟାନ୍ତ ଡିଜିଟାଲ ଚ୍ୟାନେଲ ୟୁଟ୍ୟୁବ ମାଧ୍ୟମରେ ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବାର ଛୋଟିଆ ପ୍ରୟାସ କରୁଛି। ଆମର এই ଚ୍ୟାନେଲରେ ଆମେ କିଛି ଜଣା ଅଜଣା ତଥ୍ୟକୁ ସଠିକ ଏବଂ ବିସ୍ତାରିତ ଭାବରେ ଆପଣଙ୍କ ନିକଟରେ ପହଞ୍ଚାଉଛୁ। ଯଦି ଆପଣ ଓଡ଼ିଆ ଭାଷାର ଲୋକପ୍ରିୟତା ବଢ଼ାଇବାରେ ଆମକୁ ସହଯୋଗ କରିବାକୁ ଚାହାନ୍ତି ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରି ଆମକୁ ସହଯୋଗ କରିପାରନ୍ତି। ରାସ୍ତାରେ ବିଲେଇ ଦେଖିଲେ ଅଟକି ଯାଇଥାଏ ଗାଡ଼ି, କିନ୍ତୁ ଅନେକ ଲୋକ କହିଥାନ୍ତି ଏହା ଅନ୍ଧବିଶ୍ୱାସ। କିନ୍ତୁ ଜାଣନ୍ତୁ ଏହାକୁ ବିଜ୍ଞାନ କ'ଣ କହୁଛି। ରାସ୍ତାରେ ବିଲେଇ ଦେଖିଲେ ଲୋକମାନେ କିଛି ସମୟ ପାଇଁ ଅଟକି ଯାଆନ୍ତି। ଅନ୍ଧବିଶ୍ୱାସ ନୁହେଁ, ବିଜ୍ଞାନରେ ମଧ୍ୟ ରହିଛି ଏହାର ରହସ୍ୟ। ଯଦି ରାସ୍ତାରେ ଯାଉଥିବା ସମୟରେ ବିଲେଇ ରାସ୍ତା ଅତିକ୍ରମ କରେ ତେବେ ଗାଡ଼ି ଚାଳକ କିଛି ସେକେଣ୍ଡ ପାଇଁ ଅଟକି ଯାଆନ୍ତି ଓ ତାପରେ ପୁଣି ଯାତ୍ରା ଆରମ୍ଭ କରନ୍ତି। ଯେତେବେଳେ ବିଲେଇ ରାସ୍ତା ପାର ହୁଅନ୍ତି ଯାତ୍ରୀମାନେ କିଛି ସମୟ ପାଇଁ ଛିଡ଼ା ହେବାର ପରମ୍ପରା କାହିଁ କେତେ ଯୁଗରୁ ଚାଲି ଆସୁଛି। ଆମେ ଭାବୁଛୁ ଏହି ନିୟମ କେବଳ ଅନ୍ଧବିଶ୍ୱାସ, କିନ୍ତୁ ତାହା ନୁହେଁ। ଏହା ପଛରେ ମଧ୍ୟ ଏକ ବଡ଼ କାରଣ ରହିଛି। ପୂର୍ବ କାଳରେ ଶଗଡ଼ ଗାଡ଼ି ପ୍ରଚଳିତ ଥିଲା ଓ ଯଦି ବିଲେଇ ଏହା ଗାଡ଼ି ଆଗରେ ଚାଲିଯାଆନ୍ତି ତେବେ ବଳଦମାନେ ଅଶାନ୍ତ ହୋଇଯିବେ। ବଳଦକୁ ଶାନ୍ତ କରିବା ପାଇଁ ଚାଳକଙ୍କୁ କିଛି ସମୟ ପାଇଁ ଅଟକିବାକୁ ପଡ଼ୁଥିଲା। ପରେ ଯେତେବେଳେ ବିଲେଇଟି ପାର ହୋଇଯାଉଥିଲା ତେବେ ଶଗଡ଼ଟି ଆଗକୁ ଚାଲୁଥିଲା। ସେହିଭଳି ପରେ ରାସ୍ତାରେ କାର୍ ଗଡ଼ିବା ପରେ ସେହି ପରମ୍ପରା ଜାରି ରହିଲା। ଛୋଟ ପ୍ରାଣୀ ଯେପରିକି ବିଲେଇକୁ ବଡ଼ ପ୍ରାଣୀମାନେ ଗୋଡ଼ାଇଥାନ୍ତି, ଫଳସ୍ୱରୂପ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡ଼ନ୍ତି, ତେଣୁ ରାସ୍ତାରେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ। ସେବେଠାରୁ ରାସ୍ତା ପାର ହେବା ବେଳେ ବିଲେଇ ଦେଖିଲେ ଲୋକମାନେ ଠିଆ ହେବାର ଅଭ୍ୟାସ ରହିଯାଇଛି, କିନ୍ତୁ ଆଜିକା ସମୟରେ ଏହାକୁ ଗୋଟିଏ ଅନ୍ଧବିଶ୍ୱାସ ବୋଲି କୁହାଯାଏ। ଆଶା କରେ ଫ୍ରେଣ୍ଡସ୍ ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଆଲେ କ୍ଲିକ୍ କରିଦିଅନ୍ତୁ। ଦେଖା ହେବ ଫ୍ରେଣ୍ଡସ୍ ଆଉ ଏକ ନୂଆ ଭିଡ଼ିଓରେ ଆଉ କିଛି ନୂଆ ଅପଡ଼େଟ୍ ସହିତ। ସେତେ ପର୍ଯ୍ୟନ୍ତ ଜୟ ହିନ୍ଦ, ଜୟ ଜଗନ୍ନାଥ।